ଚାଲନ୍ତୁ ପିଲାମାନେ ନିଜକୁ ଟେଷ୍ଟ କରିବା 2021ରେ ଯେଉଁ ମାତୃଭାଷା ଓଡ଼ିଆର ପ୍ରଶ୍ନ ଆସିଥିଲା ତାକୁ ଦେଖିବା ଏବଂ ନିଜକୁ ଟେଷ୍ଟ କରିବା ଯେ ମୁଁ ଏଗୁଡ଼ିକ କରିପାରୁଛି ନା ନାହିଁ। ସେହିଭଳି ଅବିକଲ ନକଲ ପ୍ରଶ୍ନ ଆସିବ ତୁମର ଏଇଥର। ଦେଖିବା 25-50ଟି ପ୍ରଶ୍ନ ଦେଖିବା, MCQ ପ୍ରଶ୍ନକୁ କରିବା, ତାପରେ 50 ନମ୍ବର ଆଉ କ'ଣ ପଡ଼ିଛି ଦେଖିଦେବା। ପ୍ରଥମ ପ୍ରଶ୍ନ, ବାରିବାହର ସ୍ନିଗ୍ଧ କଜ୍ଜଳ କାନ୍ତି କେଉଁଠାରେ ନେତ୍ରୋତ୍ସବ ସୃଷ୍ଟି କରିଛି? ଉତ୍ତର ହେଉଛି ପୁଷ୍ପପୁରରେ। ନେକ୍ସଟ ପ୍ରଶ୍ନ, କାହାକୁ ଉତ୍କଳର କମଳର କେଶର ବୋଲି କୁହାଯାଇଛି? ଉତ୍କଳ କମଳର କେଶର ସେ ହେଉଛନ୍ତି ନୀଳାଚଳ। ଓକେ। ନେକ୍ସଟ ପ୍ରଶ୍ନ, କାହାଠାରେ ବଦାନ୍ୟତାର ମହତ୍ତ୍ୱ ଗଢ଼ି ଉଠେ ବୋଲି କବି କହିଛନ୍ତି ବା ପ୍ରାବନ୍ଧିକ କହିଛନ୍ତି? ଉତ୍ତର ହେଉଛି କ'ଣ ନା ଦରିଦ୍ରଙ୍କଠାରେ। ଓକେ, ଦରିଦ୍ରଙ୍କଠାରେ ବଦାନ୍ୟତାର ମହତ୍ତ୍ୱ ବଢ଼ି ଉଠେ ବୋଲି ପ୍ରାବନ୍ଧିକ କହିଛନ୍ତି। ନେକ୍ସଟ ପ୍ରଶ୍ନ ଦେଖିବା, ଶ୍ରେଣୀବଦ୍ଧ ନାରୀମାନଙ୍କର ପ୍ରବାହଟି କିପରି ଗତି କରୁଥିବା ବର୍ଣ୍ଣିତ ରହିଛି? ଉତ୍ତର ହେଉଛି ନିର୍ଝରଣ ପରି ଓ ନିର୍ଝର ପରି। କିଏ ବାନରୀଙ୍କର କ୍ରୀଡ଼ା ଦୋଳିକା ହୋଇଥିବାର ଉଲ୍ଲେଖ ଅଛି? କିଏ ନା ଉତ୍ତର ହେଉଛି ଏଇଠି ବଂଶବନ। ନେକ୍ସଟ ପ୍ରଶ୍ନ, ବଂଶବନ। ଓକେ। ନେକ୍ସଟ ପ୍ରଶ୍ନ, ଗଣତନ୍ତ୍ର ଶାସନରେ ଲୋକେ କାହାକୁ ଶାସନ କରନ୍ତି? ଗଣତନ୍ତ୍ର ଶାସନରେ ଲୋକେ ନିଜେ ନିଜକୁ ଶାସନ କରନ୍ତି। ଭାରତକୁ କାହାର ପୀଠସ୍ଥଳୀ ବୋଲି କୁହାଯାଇଛି? ଭାରତକୁ କାହାର ନା ଛୁଆଁ ଅଛୁଆଁର ପୀଠସ୍ଥଳୀ ବୋଲି କୁହାଯାଇଛି। ନେକ୍ସଟ ପ୍ରଶ୍ନ, ଲୋକପ୍ରତିନିଧି ମନୋନୟନକୁ ଗଣତନ୍ତ୍ରର କ'ଣ ବୋଲି ବର୍ଣ୍ଣନା କରାଯାଇଛି? ଗଣତନ୍ତ୍ରର ମେରୁଦଣ୍ଡ ବୋଲି ବର୍ଣ୍ଣନା କରାଯାଇଛି। ନେକ୍ସଟ ପ୍ରଶ୍ନ, ପୁରୋହିତ ନିଜ ଆଖି ଦୁଇଟିକୁ ମକ୍ଚି ଛେଳିର କ'ଣ ହଲାଇ ଦେଖିଲା? ଏଇଟା ଛେଳି ତରେ ଛେଳିକ କ'ଣ ହଲାଇ ଦେଖିଲା ନା ଲାଞ୍ଜଟା ହଲେଇକି ଦେଖିଲା। ଓକେ। କିଏ ଛେଳିଟିକୁ ଆଦରରେ ଛାତି ପାଖରେ ଜାବୁଡ଼ି ଧରି ଚାଲିବାକୁ ଲାଗିଲା? ଉତ୍ତର ହେଉଛି ଅଗାଧୁ। ନେକ୍ସଟ ପ୍ରଶ୍ନ, ଜିଲ୍ଲା ପରିଷଦର ସଭାରେ ଆଲୋଚନା ପାଇଁ ସବା ତଳକୁ କେଉଁ ବିଷୟ ଥିଲା? ନା ସବା ତଳକୁ ଥିଲା ଶିକ୍ଷା। କେଉଁଠାରେ ବିଶେଷଜ୍ଞଙ୍କର ବିଶେଷ ମୂଲ୍ୟ ନାହିଁ ବୋଲି ପ୍ରାବନ୍ଧିକ କହିଛନ୍ତି? କେଉଁଠାରେ ନା ଭାରତରେ ବିଶେଷଜ୍ଞଙ୍କର ବିଶେଷ ମୂଲ୍ୟ ନାହିଁ। ନେକ୍ସଟ ପ୍ରଶ୍ନ, ଭାରତବର୍ଷରେ ସବୁ କଥା କେଉଁମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ? ଭାରତବର୍ଷରେ ସବୁ କଥା ଶାସକମାନଙ୍କ ଦ୍ୱାରା ନିୟନ୍ତ୍ରିତ ହୁଏ। ନେକ୍ସଟ ପ୍ରଶ୍ନ ଦେଖିବା, ଆମ ଦେଶର ପରୀକ୍ଷା ପଦ୍ଧତିରେ ଛାତ୍ରମାନଙ୍କର କ'ଣ ନିର୍ଣ୍ଣୟ କରିବା କଷ୍ଟ? ଛାତ୍ରମାନଙ୍କର ଗୁଣାତ୍ମକ ମୂଲ୍ୟ ନିର୍ଣ୍ଣୟ କରିବା କଷ୍ଟକର। ନେକ୍ସଟ ପ୍ରଶ୍ନ, କେଉଁମାନଙ୍କର ବିଶାଳ ପ୍ରତିଷ୍ଠା ବିକି ଭାଙ୍ଗି ଖାଉଥିବାର କଥା କୁହାଯାଇଛି? କେଉଁମାନଙ୍କର? ଉତ୍ତର ହେଉଛି ଏଇ ପୂର୍ବପୁରୁଷଙ୍କର ପ୍ରତିଷ୍ଠାକୁ ବିକି ଭାଙ୍ଗି ଖାଉଛନ୍ତି ରାଜାମାନେ। ଅଧୋଗତିକୁ କାହା ସହିତ ତୁଳନା କରାଯାଇଛି? ଅଧୋଗତିକୁ ଜଳଧାରା ସହିତ ତୁଳନା କରାଯାଇଛି। ଅଧୋଗତି ଜଳ ତଳକୁ ତଳକୁ, ଅଧୋଗତି ମାନେ ତଳକୁ ତଳକୁ। ପ୍ରଜାଧନ ବୁହା ବୋଲି କାହାକୁ କୁହାଯାଇଛି? ପ୍ରଜାଧନ ବୁହା। ତ ପ୍ରଜାଧନ ବୁହା କ'ଣ ନା ଉତ୍ତର ହେଉଛି ଏଇଟା ପ୍ରଜାଧନ ବୁହା ବର୍ତ୍ତମାନ ରାଜଧର୍ମ ହୋଇଯାଇଛି ବୋଲି କହୁଛନ୍ତି। ଲୋଭ ମଦ ତେଜି କେଉଁ ଗୁଣ ଭଜିବା ପାଇଁ କବି ବର୍ଣ୍ଣନା କରିଛନ୍ତି? ଲୋଭ ମଦ ତେଜି ସତ୍ୱଗୁଣକୁ ତେଜିବା ପାଇଁ କହିଛନ୍ତି ବା ସତ୍ୱଗୁଣକୁ ଭଜିବା ପାଇଁ କବି ବର୍ଣ୍ଣନା କରିଛନ୍ତି। ଭଙ୍ଗା ମାଠିଆରୁ ଜଳ ସରିଗଲା ପରି କ'ଣ ସରିଯାଉଛି ବୋଲି ବର୍ଣ୍ଣିତ ଅଛି? ନା ଆୟୁ ସରିଯାଉଛି, ଆୟୁ ଧୀରେ ଧୀରେ ସରିଯାଉଛି। ଅଶେଷ ରତନ ଧନ କ୍ଷମ ବସ୍ତ୍ର, ଏ ଉକ୍ତିରେ କ୍ଷମ ବସ୍ତ୍ରର ଅର୍ଥ କ'ଣ? ଏ କ୍ଷମ ବସ୍ତ୍ରର ଅର୍ଥ ମାନେ ହେଉଛି ପାଟ ବସ୍ତ୍ର। ନେକ୍ସଟ, କେଉଁମାନେ ଯଜ୍ଞଶାଳାରେ ସିଦ୍ଧ କାମ ହେବେ ବୋଲି କୁହାଯାଇଛି? ତେଣୁ ଯଜ୍ଞଶାଳାରେ ସିଦ୍ଧ କାମ କେଉଁମାନେ ହେବେ? ନା ଉତ୍ତର ହେଉଛି ଅର୍ଥୀ ସମୁଦାୟ ମାନେ ହେବେ। ପୁତ୍ରଦ୍ୱୟ ଜନନୀ ଜୀବନ କିପରି କନ୍ଦାଇ ଜାଣିଥିଲେ? ପୁତ୍ରଦ୍ୱୟ ଜନନୀ ଜୀବନ କିପରି କନ୍ଦାଇ ଜାଣିଥିଲେ? ନା ରାମାୟଣ ଗାଇ ଗାଇ ଜୀବନ କନ୍ଦଉଥିଲେ। ନବପ୍ରଣୟିନୀଙ୍କର ପ୍ରଫୁଲ୍ଲ ବଦନ ଚାହିଁ ବୈଦେହୀଙ୍କ କେଉଁ କଥାକୁ ସ୍ୱପ୍ନ ପ୍ରାୟ ମଣିବାକୁ କୁହାଯାଇଛି? ନା ଉତ୍ତର ହେଉଛି ଏଇ ପ୍ରଣୟକୁ, ହେଲା ବୈଦେହୀର ପ୍ରଣୟକୁ ବା ପ୍ରେମକୁ। ସୀତା ପୁତ୍ର ଲେଖୁଥିଲା ବେଳେ କିଏ ହସି ହସି ପହଞ୍ଚିଗଲେ? ସେ ପତ୍ର ଯେତେବେଳେ ଲେଖୁଥିଲେ ନା ଲଭକୁଶ ହସି ହସି ପହଞ୍ଚିଲେ। ନେକ୍ସଟ ପ୍ରଶ୍ନ, ବାର୍ତ୍ତା କବିତାଟି କବିଙ୍କର କେଉଁ କବିତା ସଂକଳନରୁ ଆସିଅଛି? ବାର୍ତ୍ତା କବିତାଟି କବିଙ୍କର ପାଣ୍ଡୁଲିପିରୁ ଆସିଅଛି।
नेक्स्ट प्रश्न देखिए 25टी प्रश्न शताब्दीर सिंहद्वार किए वार्ता आनी बोली वर्णित शताब्दीर सिंहद्वार दूत वार्ता आनी। नेक्स्ट प्रश्न मनुष्य पुत्र को कहा भली निष्पेषित होगाकू कवि आशा देइछंती कहा भली ना उत्तर होची ए कीट भली निष्पेषित होगापई कहिछंती। नेक्स्ट प्रश्न कहार साधना जयलाभ करू बोली कवितार वर्णित जयलाभ करू कहार साधना ना कृषर साधना जयलाभ करू बोली कह जाइछि। बाबू बलराम बल उत्कलर समस्त बेपारींकर कौन थिले समस्त बेपारींकर दंडीदार थिले। कलिकता को गाल्पिक केउं खଣି बोली कहिछंती ना गंठी कटा खଣି बोली कहिछंती ठक गंठी कटा खଣି बोली कहिछंती। महापात्रे बलराम बाबूंक लोभरे केते पणी अंश माने लाभरे केते पणी अंश भागी थिले ना उत्तर होची एटे 4 पणी भागी थिले। नेक्स्ट प्रश्न केउं दिन कुसंस्कार विमर्दिनी सभार आयोजित होतला कुसंस्कार विमर्दिनी मंगलवार आयोजित होतला। झियो को बापा कौन बोले डाकुथले झियो को बापा कौन ना दुख पसरा बोली डाकुथले कौन दुख पसरा बोली डाकुथले। नेक्स्ट प्रश्न संपूर्ण गल्परे राय बहादुर नाम कौन थिला संपूर्ण गल्परे राय बहादुर नाम थिला सोमनाथ महापात्र। जयध्वनि किपरि वृद्ध राय बहादुर जीर्ण अस्थि को चूर्ण कर देइथिला ना जयध्वनि गुली परी नहीं कि गुली परी। नेक्स्ट प्रश्न भारतर जातीय आंदोलन रे से दिन किए एक नूतन आभिमुख्य आनी देइथिला बोली गल्परे वर्णित उत्तर होची एई सन्त्रासवाद ए जो सन्त्रासवाद जात होइतिला नहीं। नेक्स्ट प्रश्न रंधा घर भितरु दौड़ी आसी किए बाप पुओं मझे ठिया होई पड़िथिले किए ठिया होई पड़िथिले ना राय बहादुर स्त्री राय बहादुर स्त्री छिड़ा होई पड़िथिले। नेक्स्ट प्रश्न राय बहादुर पुत्रबधू नाम कौन थिला पुत्रबधूंकर नाम हेउछि अपर्णा। नेक्स्ट प्रश्न नर और बानर वर्ग मध्य कहार प्रतियोगिता संपर्क में तर्कसभा होइथिला बोली कच्छपटी भावुला उत्तर होची ए लांगुलर नहीं लांगुलर कहार ना लांगुलर उपयोगिता संपर्क में तर्कसभा होइथिला। नेक्स्ट प्रश्न केउं ऋतुरे हंसदय सरोवर रे एकत्रित होतिले केउं ऋतुरे ना वर्षा ऋतुरे। सहस्र वर्ष रे थरे जाई शून्यरू कच्छप सृष्टि हुए बोली वृष्टि हुए बोली एक कथा किए कहिसंती एक कथा कहिसंती कविराज ज्योतिष। नेक्स्ट प्रश्न सेनापति केउं रोग भोगुचंती बोली राजा उल्लेख करछंती सेनापति गंठी बात रोग भोगुचंती। गुठी खंडिया रूढ़ीर अर्थ कौन देख रूढ़ी आसी आ विपरीत शब्द आसी गुठी खंडिया बा गोठो खंडिया रूढ़ीर अर्थ कौन रूढ़ीर अर्थ होची दलरू अलगा हो जिबा। गोबर गणेश कहले कौन बुझाए गोबर गणेश माने बुद्धिहीन गोबर गणेश माने जमा बुद्धि नाई। नेक्स्ट प्रश्न बा को बता रूढ़ीर अर्थ कौन बा को बता माने क्षीण आश्रय। हांडी परी मुह करिबा केउं अर्थरे व्यवहृत हुए हांडी करी मुह करिबा एटा होची अभिमान करिबा कौन करिबा अभिमान करिबा। नेक्स्ट प्रश्न केउंटी उत्साहर विपरीत वर्धक शब्द अटे उत्साहर विपरीत शब्द अच्छी कौन ना निरुत्साह। प्राकृतिकर विपरीत बोधक शब्द केउंटी ना प्राकृतिकर कौन हम यस प्राकृतिकर अप्राकृतिका ओके कृत्रिम थिले भी होता। निंदार विपरीत शब्द कौन निंदार विपरीत बोधक शब्द होची कौन यस प्रशंसा ओके प्रशंसा। अभिशापर विपरीत बोधक शब्द कौन अभिशापर विपरीत बोधक शब्द होची कौन ना आशीर्वाद बुझीगला। तेणु आमे 25-50 प्रश्न आलोचना करदेले। बर्तमान 2 मार्किया प्रश्न कौन आसी देखा ओके 2 मार्क प्रश्न प्रथम प्रश्न पड़ी इतिहास शुणी केउं घटना संपर्क में बारिद को प्राबंधिक स्मरण कराई देइछन। सुंदर प्रश्न। भ्राम्यमाण उदासीना धरणी केउथिरे विचलित हुए नहीं। भारतीय छात्र माने अमेरिका छाड़ी आसवा को कहीं चाहूना बोली प्राबंधिक सूचना देइछंती। केते सुंदर प्रश्न। आम प्रगतिशील देश में सबुठु बेसी कौन कटुची केउठी अनेक क्षेत्र में पाणु राधु अगाधु मानकर जय होउछ बोली प्राबंधिक कहते। पितृगणकर परम उदारतार लक्षण कौन थिला देशी होई मध्य किभली नीति आचरण करा जाउछि बोली
କବିତାରେ ଉଲ୍ଲେଖ କରାଯାଇଛି। ଶିଶୁଦ୍ୱୟଙ୍କର ମନ କାହିଁକି ଆକର୍ଷିତ ହେଉଅଛି? କ'ଣ ଶୁଣିଲେ ଦୁଃଖିନୀର ହୃଦୟ ହାଣି ହେଉଥାଏ ବୋଲି ବର୍ଣ୍ଣିତ। ଦୃଢ଼ ଏବଂ ରୂଢ଼ ହୋଇ କାହା ଉପରେ ପ୍ରତିଶୋଧ ନେବା ପାଇଁ କବି ଆହ୍ୱାନ କରିଛନ୍ତି। ଦେଖ 5ଟା ପ୍ରଶ୍ନ ପଡ଼ିଛି। ଓକେ, ସେଇଥିରୁ 3ଟି କରିବ, ମାନେ ଗଳ୍ପରୁ 3ଟି, ଗଦ୍ୟରୁ 3ଟି, କବିତାରୁ 3ଟି। ଓକେ, ଦେଖ ଗଳ୍ପରୁ ଆସିଗଲା। ଗଳ୍ପ ଆଉ ଗୋଟିଏ, ମାନେ 9ଟା ହେଲା। ଆଉ ଗୋଟିଏ ପ୍ରଶ୍ନ ଯେଉଁଠୁ ବି କଲେ ଚଳିବ। ଗଳ୍ପ ଲେଖକମାନଙ୍କୁ କ'ଣ କରିବାକୁ ହୋଇଥାଏ ବୋଲି ବର୍ଣ୍ଣନା କରାଯାଇଛି। ଗ୍ରାମ ମଧ୍ୟରେ କେଉଁ 2ଟି ସଭା ବସିବାର ସ୍ଥିର ହୋଇଥିଲା। ରାୟବାହାଦୁରଙ୍କର କେଉଁ ଆଦେଶ ହେତୁ ଅରୁଣ ଆଉ କେବେ ଘରକୁ ଫେରି ନଥିଲେ। ରାୟବାହାଦୁର କେଉଁ ସନନ୍ଦଟିକୁ ପଢ଼ିବାକୁ ଆରମ୍ଭ କରିଥିଲେ। ପୁନର୍ବାର କାଠି ମଝିରେ ଦାନ୍ତ ବସାଇବା ପୂର୍ବରୁ କଚ୍ଛପଟି ଗଦଗଦ କଣ୍ଠରେ କ'ଣ କହିଥିଲା। ଆକାଶ ମାର୍ଗୀୟ ସେ ଅଭିନବ ଘଟଣା ମଣିଷଙ୍କ ଭିତରୁ କିଏ ପ୍ରଥମେ ଦେଖିଥିଲେ। ଏ ପ୍ରଶ୍ନ ଗୁଡ଼ାକ ଦେଖିଦେବା। ଏଇ ଯେଉଁ ପ୍ରଶ୍ନଟି କ'ଣ ଲେଖା ହେଇଛି ପ୍ରଶ୍ନଟିରେ, ଦେଖ ପ୍ରଶ୍ନଟି ଲେଖା ହେଇଛି କ ଖ ଗ, ଏଇଭଳିଆ ପ୍ରଶ୍ନ ପଡ଼ିବ। କ ଖ ଗ ପ୍ରତ୍ୟେକରୁ ଅନ୍ୟୁନ 3ଟି ସମୁଦାୟ 10ଟି ପ୍ରଶ୍ନ ଉତ୍ତର ଦିଅ। ମାନେ କରୁ 3ଟି, ଖରୁ 3ଟି, ଗରୁ 3ଟି ଦେବ, କିନ୍ତୁ ସମୁଦାୟ 10ଟି ହେବା ଦରକାର। ଓକେ, 3ଟି କିନ୍ତୁ ବାଧ୍ୟ। ଉତ୍ତର ସହ ଲେଖା ଓ ଲେଖକଙ୍କ ନାମ ଉଲ୍ଲେଖ କରିବା ଆବଶ୍ୟକ। ମାନେ ଲେଖା ଓ ଲେଖକରେ 1 ମାର୍କ, ଆଉ ଗୋଟିଏ ଉତ୍ତରରେ 1 ମାର୍କ। ଠିକ୍ ଅଛି, 2 ମାର୍କ ପ୍ରଶ୍ନ। 2 ଗୁଣନ 10 ସମାନ 20 ମାର୍କ। ଓକେ, ତାପରେ ଗୋଟେ ଗଦ୍ୟାଂଶ ଆସିଥିବ। ସେ ଗଦ୍ୟାଂଶରେ ତୁମକୁ କୋଶ୍ଚେନ୍, ମାନେ 5ଟି କୋଶ୍ଚେନ୍ 2 ମାର୍କ ଲେଖା ଥିବ, ତାକୁ କ'ଣ ବାଛିକିରି ଆନ୍ସର କରିବ। ତାପରେ ତୁମର 5 ମାର୍କିଆ ପ୍ରଶ୍ନ ଆସିଥିବ କ'ଣ ନା ତୁମର ପତ୍ର ଲିଖନ ଆଉ ଦରଖାସ୍ତ। ଦେଖ ଗୋଟିଏ ପତ୍ର ପଡ଼ିଥିବ, ଗୋଟେ ଦରଖାସ୍ତ ପଡ଼ିଥିବ। ଦେଖିପାରୁଛ ପତ୍ର କ'ଣ ପଡ଼ିଥିଲା ନା କୋଭିଡ୍-19 କାଳରେ ସଙ୍ଗରୋଧ, ସାବୁନରେ ହାତ ଧୁଆ ଓ ମାସ୍କ ବ୍ୟବହାର ଉପଯୋଗିତା ବର୍ଣ୍ଣନା କରି ଗାଁରେ ଥିବା ତୋ ମାଆଙ୍କ ପାଖକୁ ପତ୍ର ଲେଖ। ମାଆଙ୍କ ପାଖକୁ ପତ୍ର ଲେଖିପାରିବ ନାଇଁ କି? କୋଭିଡ଼ରେ ନାଇଁ କି, ସଙ୍ଗରୋଧରେ, କୋଭିଡ୍-19 କାଳରେ ସଙ୍ଗରୋଧ, ସାବୁନରେ ହାତ ଧୁଆ, ମାସ୍କ ବ୍ୟବହାର କେମିତି କରିବ, ମାଆକୁ ପତ୍ର ଲେଖିବ। ଓକେ, ତାପରେ ଦେଖ ତୁମ ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ କୋଭିଡ୍-19 ଟିକାକରଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଜିଲ୍ଲା ମେଡ଼ିକାଲ ଅଫିସରଙ୍କ ପାଖକୁ ଏକ ଦରଖାସ୍ତ ଲେଖ। ଓକେ, ଗୋଟେ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ବହୁତ ଲୋକ ଅଛନ୍ତି। ଦେଖ ତାପରେ ଦେଖ ଲେଖକଙ୍କ ନାମ ଉଲ୍ଲେଖ ସହ ପ୍ରତ୍ୟେକ ପ୍ରଶ୍ନର ଉତ୍ତର 150 ଲେଖାଏଁ ଶବ୍ଦରେ ଦିଅ। 150ଟି ଶବ୍ଦ ମାନେ ଏଇଟା ଲଙ୍ଗ୍ କୋଶ୍ଚେନ୍। ଓକେ, ଦେଖ ପ୍ରୋଜ୍ରୁ କ'ଣ ପଡ଼ିଛି। ପଠିତ ପ୍ରବନ୍ଧରେ କୋଣାର୍କର ବର୍ଣ୍ଣନା ଚାତୁର୍ଯ୍ୟର ମହତ୍ତ୍ୱ ଉପସ୍ଥାପନ କର। ଆମ ଦେଶରେ ଗବେଷଣା ଡିଗ୍ରୀ ସମ୍ପର୍କୀୟ ପ୍ରାବନ୍ଧିକଙ୍କ ମତାମତ ବିଶ୍ଳେଷଣ କର। ଦେଖିପାରୁଛ। ତାପରେ ଦେଖ ପୋଏଟ୍ରିରେ ପଠିତ କବିତାରେ ତତ୍କାଳୀନ ରାଜା ରାଜୁଡ଼ାମାନଙ୍କର ଜୀବନର ଆଭିମୁଖ୍ୟ କିପରି ବର୍ଣ୍ଣିତ ଦର୍ଶାଅ। ପଠିତ କବିତାରୁ ସୀତାଙ୍କର ପତି ସୁହାଗ ଓ ପୁତ୍ର ପ୍ରେମ ସମ୍ପର୍କରେ ସୂଚନା ଦିଅ। ସଭ୍ୟ ଜମିଦାର ଗଳ୍ପରେ ନୂଆ ଜମିଦାରଙ୍କର ବିବାହ ସମ୍ପର୍କୀୟ ବର୍ଣ୍ଣନା ଉପସ୍ଥାପନ କର। ପରୀକ୍ଷା ସଫଳ ହେବାର ପଛର କାହାଣୀଟି ପଠିତ ଗଳ୍ପ ଅବଲମ୍ବନର ଅବତାରଣା କର। ଦେଖୁଛ କେତେ ବଢ଼ିଆ ବଢ଼ିଆ ପ୍ରଶ୍ନ ପଡ଼ୁଛି। ତେଣୁ এই যে 2021 তুমি গোটে কাম করব 2021 প্রশ্ন ধরিকি বসিযোগ এবং তাকে সলভ করি দেখ তুমি কেতে কোণ করে পারছ। ঠিক আছে, সবু সাঙ্গ মানুষ এই ভিডিওটি সেয়ার করব নিহাতি। সমস্তে উপকৃত হন্তু। থ্যাংক ইউ ভেরি মচ। বন্দে উৎকল জননী।